ଆମେରିକାରେ ପୁଣି କାୟା ମେଲୁଛି କରୋନା ମାମଲା। ଜାଣନ୍ତୁ ଏହି BA.3.2 ଭେରିଏଣ୍ଟ ବିଷୟରେ। ପୁଣି ଥରେ କରୋନା ମାମଲାରେ ବୃଦ୍ଧି ଘଟିଛି। ଆମେରିକା ସମେତ ବିଶ୍ୱର 20ରୁ ଅଧିକ ଦେଶରେ କରୋନା ମାମଲା କାୟା ମେଲିଛି। ଆମେରିକାରେ କୋଭିଡର ଭେରିଏଣ୍ଟ କୋଭିଡ୍ ବିନା 2 BA.3.2ର ମାମଲା ସାମ୍ନାକୁ ଆସିଛି। ଗତ କିଛି ମାସରୁ ଏହି ଭେରିଏଣ୍ଟର ମାମଲା ନିରନ୍ତର ବଢ଼ିବାରେ ଲାଗିଛି। ଆମେରିକାର CDCର କହିବାନୁସାରେ ଏହି ଭେରିଏଣ୍ଟ ଧୀରେ ଧୀରେ ପାଦ ପ୍ରସାରିତ କରୁଛି। ଏହି ସ୍ଥିତିରେ ପ୍ରଶ୍ନ ଉଠିଛି, ଅନ୍ୟ ଦେଶର କ'ଣ କୋଭିଡ୍ ମାମଲା ବଢ଼ିବ? ପୁଣି ଥରେ କ'ଣ ସେହି ମାସ୍କର ସମୟ ଫେରିବ? କୋଭିଡ୍ 2 BA.3.2 ଭେରିଏଣ୍ଟ ନୂଆ ନୁହେଁ। 2024 ମସିହାରେ ଦକ୍ଷିଣ ଆଫ୍ରିକାରେ ଏହି ଭେରିଏଣ୍ଟର ଅନେକ ମାମଲା ଆସିଥିଲା, କିନ୍ତୁ ଏବେ ଏହା ଆମେରିକାରେ ବ୍ୟାପୁଛି। BA.3.2 ଭାରିଆଣ୍ଟରେ ସ୍ପାଇକ୍ ପ୍ରୋଟିନରେ ପ୍ରାୟ 75ଟି ମ୍ୟୁଟେସନ୍ ମିଳିଛି। ଏହାର ଅର୍ଥ ଯେ ଏହି ଭେରିଏଣ୍ଟ ଖୁବ୍ ଜୋରରେ ନିଜର ରୂପ ପରିବର୍ତ୍ତନ କରୁଛି ଏବଂ ଏହି କାରଣରୁ ଏହା ପୁଣି ଥରେ ସକ୍ରିୟ ହୋଇଯାଇଛି। ନିରନ୍ତର ହେଉଥିବା ପରିବର୍ତ୍ତନର କାରଣ ଏହି ଭେରିଏଣ୍ଟ ଇମ୍ୟୁନି ସିଷ୍ଟମକୁ ଚକମା ଦେବାରେ ସକ୍ଷମ ହୋଇପାରେ। ପ୍ରକୃତରେ କ'ଣ ପୁଣି ସେହି ମାସ୍କର ସମୟ ଫେରିବ? ମହାମାରୀ ବିଶେଷଜ୍ଞ ଡକ୍ଟର ଯୁଗଳ କିଶୋର କୁହନ୍ତି, ବର୍ତ୍ତମାନ ଭାରତରେ ନୂଆ ଭେରିଏଣ୍ଟର କୌଣସି ମାମଲା ନାହିଁ। ଅଧିକାଂଶ ଲୋକଙ୍କୁ ଟିକା ମଧ୍ୟ ଦିଆସରିଛି। ଏହି ସ୍ଥିତିରେ ଗୁରୁତର ଲକ୍ଷଣ ହେବାର କୌଣସି ଆଶଙ୍କା ନାହିଁ। ଏହି ଭେରିଏଣ୍ଟର ଲକ୍ଷଣ ମଧ୍ୟ ହାଲକା ଅଛି, ତ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ତଥାପି ଆମକୁ ସାବଧାନତା ଅବଲମ୍ବନ କରିବାକୁ ପଡ଼ିବ। ଯେପର୍ଯ୍ୟନ୍ତ ମାସ୍କର କଥା କହିବା ତ ବର୍ତ୍ତମାନ ମାସ୍କକୁ ନେଇ କୌଣସି ବାଧ୍ୟତାମୂଳକ ଗାଇଡ୍ଲାଇନ୍ ନାହିଁ। କିନ୍ତୁ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ମାସ୍କ ଲଗାଇବାରେ କୌଣସି ଖରାପ ମଧ୍ୟ ନୁହେଁ। ବିଶେଷକରି ହସ୍ପିଟାଲ, ପବ୍ଲିକ୍ ଟ୍ରାନ୍ସପୋର୍ଟ ଗହଳି ସ୍ଥାନଗୁଡ଼ିକରେ ମାସ୍କ ପିନ୍ଧିବା ଦ୍ୱାରା ଆପଣ ଅନ୍ୟ ରୋଗ ଜୀବାଣୁ ଠାରୁ ନିଜକୁ ସୁରକ୍ଷିତ ରଖିପାରିବେ। ଡକ୍ଟର ଯୁଗଳ କିଶୋର କୁହନ୍ତି, ଆମେରିକାରେ କୋଭିଡ୍ ମାମଲା ବଢ଼ୁଛି। ଏହି ସ୍ଥିତିରେ ଅନ୍ୟ ଦେଶଗୁଡ଼ିକରେ କେସ୍ ବଢ଼ିବାର ଆଶଙ୍କା ହୋଇପାରେ, କିନ୍ତୁ କୌଣସି ପ୍ରକାରର କିଛି ଗୁରୁତର ବିପଦ ହେବ ନାହିଁ। ଡକ୍ଟର ଯୁଗଳ କିଶୋରଙ୍କ ଅନୁସାରେ ସାରା ବିଶ୍ୱରେ ଅନେକ ଦେଶରେ କୋଭିଡ୍ ଭାଇରସ୍ ବିରୁଦ୍ଧରେ ଭ୍ୟାକ୍ସିନେସନ୍ ହୋଇସାରିଛି। ଭ୍ୟାକ୍ସିନ୍ ଲଗାଇବା ପରେ କୋଭିଡ୍ର ଗୁରୁତର ଲକ୍ଷଣ ନଥାଏ। ଯେହେତୁ ଏହି ଭେରିଏଣ୍ଟ ନୂଆ ନୁହେଁ, ଏହି ସ୍ଥିତିରେ ଏହା ଜରୁରୀ ନୁହେଁ ପୁଣି ବୁଷ୍ଟରର ଆବଶ୍ୟକ ପଡ଼ିବ। ଭ୍ୟାକ୍ସିନ୍ ଲୋକଙ୍କୁ ଦିଆଯାଇ ସାରିଛି। ଯଦିଓ ଏହା ସଂକ୍ରମଣ ସମ୍ପୂର୍ଣ୍ଣ ପ୍ରତିରୋଧ କରି ନପାରେ, କିନ୍ତୁ ରୋଗୀଙ୍କଠାରେ କୋଭିଡ୍ର ଗୁରୁତର ଲକ୍ଷଣ ଆସିବାକୁ ଦେବ ନାହିଁ। ଯୁଦ୍ଧ ଲଢ଼ିବାରେ ବ୍ୟସ୍ତ ଟ୍ରମ୍ପ, ସେପଟେ ଦେଶରେ ବଢ଼ିଲାଣି କରୋନା ମାମଲା, ଆତଙ୍କିତ ହେଲେ ସାଧାରଣ ଜନତା। ବର୍ତ୍ତମାନର ନୂତନ ମାମଲା ହ୍ରାସ ପାଇ ନଗଣ୍ୟ ସ୍ତରରେ ପହଞ୍ଚିଥିଲେ ମଧ୍ୟ କୋଭିଡ୍-19 ସମ୍ପର୍କରେ ବିଶ୍ୱବ୍ୟାପୀ ଚିନ୍ତା ପୁଣି ଥରେ ବଢ଼ିବା ଆରମ୍ଭ କରିଛି। କୋଭିଡ୍-19ର କୋଭିଡ୍ BA.3.2 ପ୍ରକାର ଏବେ ଧୀରେ ଧୀରେ ଆମେରିକା ସମେତ ଅନେକ ଦେଶରେ ବ୍ୟାପିବାରେ ଲାଗିଛି। ଆମେରିକାର ସ୍ୱାସ୍ଥ୍ୟ ସଂସ୍ଥା CDC ଅନୁଯାୟୀ ଏହି ପ୍ରକାର 23ଟି ଦେଶରେ ପୂର୍ବରୁ ରିପୋର୍ଟ ହୋଇସାରିଛି। ଏହାକୁ ବର୍ତ୍ତମାନ ଏକ ଭ୍ରମଣକାରୀ ଭିତ୍ତିକ ଜିନୋମିକ୍ ନିରୀକ୍ଷଣ କାର୍ଯ୍ୟକ୍ରମ ମାଧ୍ୟମରେ ଟ୍ରାକ୍ କରାଯାଉଛି। ମାର୍ଚ୍ଚ 2026 ସୁଦ୍ଧା ଏହି ପ୍ରକାର 6 ଜଣ ଅନ୍ତର୍ଜାତୀୟ ଯାତ୍ରୀଙ୍କଠାରେ ଏବଂ ଆମେରିକାର 29ଟି ରାଜ୍ୟରେ 2 ଡଜନରୁ ଅଧିକ ରୋଗୀଙ୍କଠାରେ ଚିହ୍ନଟ କରାଯାଇଛି। ଏହି ପ୍ରକାର ଜଡ଼ିତ ମାମଲାଗୁଡ଼ିକ ସ୍ଥିର ଭାବରେ ଉପରକୁ ଉଠିବା ଧାରା ଦେଖାଉଛି। OR2 BA.3.2 ପ୍ରକାରର ମାମଲା 2 ବର୍ଷ ପୂର୍ବେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଦେଖାଯାଇଥିଲା। ସେହି ପ୍ରାରମ୍ଭିକ ପ୍ରକୋପ ପରେ ମାମଲା ସଂଖ୍ୟା ହ୍ରାସ ପାଇବା ଆରମ୍ଭ ହୋଇଥିଲା, କିନ୍ତୁ ବର୍ତ୍ତମାନ ଆମେରିକା ସମେତ ଅନେକ ଦେଶରେ ଏହି ପ୍ରକାରର ଘଟଣା ପୁନର୍ବାର ଦେଖାଯାଉଛି। ଚିନ୍ତାର କାରଣ ହେଉଛି ଏହି ପ୍ରକାରର ସ୍ପାଇକ୍ ପ୍ରୋଟିନ୍ ପ୍ରାୟଟି ପରିବର୍ତ୍ତନର ସମ୍ମୁଖୀନ ହୋଇଛି। ଏହା ସୂଚିତ କରେ ଯେ ଏହି ନିର୍ଦ୍ଦିଷ୍ଟ ପ୍ରକାର ନିରନ୍ତର ଭାବରେ ବିକଶିତ ହେଉଛି। ଫଳସ୍ୱରୂପ ଏହି ନିର୍ଦ୍ଦିଷ୍ଟ ପ୍ରକାର ବିରୁଦ୍ଧରେ ବିଦ୍ୟମାନ ଟିକାଗୁଡ଼ିକର ପ୍ରଭାବ କମ୍ ହେବାର ସମ୍ଭାବନା ବିଷୟରେ ଆଶଙ୍କା ପ୍ରକାଶ ପାଉଛି। ଏହି ପ୍ରକାର ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ଏଡ଼ାଇବାର କ୍ଷମତା ରଖେ, ଯାହା ସଂକ୍ରମଣର ବିପଦକୁ ବୃଦ୍ଧି କରିପାରେ। ତଥାପି ଏକ ଆଶ୍ୱସ୍ତିକର ଦିଗ ହେଉଛି ଯେ ଏପର୍ଯ୍ୟନ୍ତ ଏହି ପ୍ରକାର ସହିତ ଜଡ଼ିତ କୌଣସି ଗମ୍ଭୀର ଲକ୍ଷଣ ପରିଲକ୍ଷିତ ହୋଇନାହିଁ। ଏହାର ପ୍ରସାରଣ ହାର ଅର୍ଥାତ୍ ଏହା ବ୍ୟାପିବାର ଗତି ଅଧିକ। ଏହି କାରଣକୁ ଦୃଷ୍ଟିରେ ରଖି ଏହା ଅନୁମାନ କରାଯାଉଛି ଯେ ଆଗାମୀ ଦିନରେ ଯୁକ୍ତରାଷ୍ଟ୍ରରେ ମାମଲା ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ। ଏହି ପ୍ରକାରର ପ୍ରଭାବ ୟୁରୋପରେ ମଧ୍ୟ ଦେଖାଯାଇଛି। BA.3.2 ପ୍ରକାର ମଧ୍ୟ ୟୁରୋପରେ ବ୍ୟାପିଛି। ଗତ ବର୍ଷ ଏହି ଅଞ୍ଚଳରେ ଏହି ପ୍ରକାର ସହିତ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟକ ମାମଲା ଦେଖାଯାଇଥିଲା। ସେହି ସମୟରେ ରିପୋର୍ଟ ହୋଇଥିବା ସମସ୍ତ କୋଭିଡ୍-19 ମାମଲା ମଧ୍ୟରୁ ପ୍ରାୟ 35% କୋଭିଡ୍ ବିନା 2 BA.3.2 ପ୍ରକାର ସହିତ ଜଡ଼ିତ ଥିଲା। କିନ୍ତୁ ସେତେବେଳେ ମଧ୍ୟ ରୋଗୀମାନେ ସାଧାରଣତଃ କେବଳ ମୃଦୁ ଲକ୍ଷଣ ପ୍ରଦର୍ଶନ କରିଥିଲେ। ଲକ୍ଷଣର ହାଲୁକା ପ୍ରକୃତି ସତ୍ତ୍ୱେ ମାମଲା ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ଡେନମାର୍କ ଏବଂ ନେଦରଲ୍ୟାଣ୍ଡ ଭଳି ଦେଶରେ ମଧ୍ୟ ମାମଲା ରିପୋର୍ଟ ହୋଇଥିଲା। ବର୍ତ୍ତମାନ ଆମେରିକାରେ ମଧ୍ୟ ଲଗାତାର ଭାବରେ ମାମଲା ରିପୋର୍ଟ ହେଉଛି। ଭାରତକୁ ଚିନ୍ତିତ ହେବା ଆବଶ୍ୟକ କି? ମହାମାରୀ ବିଶେଷଜ୍ଞଙ୍କ କହିବା ଅନୁସାରେ ବର୍ତ୍ତମାନ ଏହି ପ୍ରକାର ଭାରତ ପାଇଁ କୌଣସି ବଡ଼ ବିପଦ ସୃଷ୍ଟି କରୁଥିବା ପରି ମନେ ହେଉନାହିଁ। ଏଠାରେ ଏହାର କୌଣସି ସରକାରୀ ମାମଲା ରିପୋର୍ଟ ହୋଇନାହିଁ। ଭାରତରେ ଅଧିକାଂଶ ଲୋକଙ୍କୁ ପୂର୍ବରୁ ଟିକାକରଣ କରାଯାଇଛି ଏବଂ ଏଠାରେ କୋଭିଡ୍ ଲକ୍ଷଣ ସାଧାରଣ ଫ୍ଲୁ ପରି ଦେଖାଯାଉଛି। ଏହା ବ୍ୟତୀତ ବର୍ତ୍ତମାନ ଆମେରିକାରେ ବ୍ୟାପୁଥିବା ପ୍ରକାର ନୂଆ ନୁହେଁ। ଫଳସ୍ୱରୂପ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଭାରତରେ ପୂର୍ବରୁ ଯେପରି ବିପଦ ସୃଷ୍ଟି କରିଥିଲା କୋଭିଡ୍ ସେପରି ବିପଦ ସୃଷ୍ଟି କରିବାର ଆଉ କୌଣସି ଆଶଙ୍କା ନାହିଁ।
ତଥାପି ସତର୍କ ରହିବା ଆବଶ୍ୟକ।